ଗତକାଲି ଆମେ 8 ଅଧ୍ୟାୟ ପାଠ କରିଥିଲେ। ଆଜି ଆମେ 9 ଅଧ୍ୟାୟ ପଢିବା। ଉମାଙ୍କ ସହ ଭଗବାନ ଶିବଙ୍କ ପ୍ରାକଟ୍ୟ, ତାଙ୍କ ସ୍ୱମୁଖରୁ ନିଜ ସ୍ୱରୂପର ବିବେଚନ ଏବଂ ବ୍ରହ୍ମାଦି ତ୍ରିଦେବଙ୍କୁ ଏକତା ପ୍ରତିପାଦନ। ବ୍ରହ୍ମା କହିଲେ ନାରଦ, ବିଷ୍ଣୁଙ୍କ ମୁଖରୁ ଏଭଳି ସ୍ତୁତି ଶୁଣି କରୁଣାନିଧି ମହେଶ୍ୱର ଅତି ପ୍ରସନ୍ନ ହେଲେ ଏବଂ ଉମାଦେବୀଙ୍କ ସହିତ ସେଠାରେ ଆବିର୍ଭୂତ ହେଲେ। ସେତେବେଳେ ତାଙ୍କର 5ଟି ମୁଖ, ପ୍ରତ୍ୟେକ ମୁଖରେ 3ଟି ଲେଖାଏଁ ନେତ୍ର ଶୋଭା ପାଉଥିଲା। ଭାଲ ଦେଶରେ ମୁକୁଟ ପରି ଶୋଭା ପାଉଥିଲା ଚନ୍ଦ୍ର। ଜଟାଜୁଟ ମଣ୍ଡିତ ଗୌରବର୍ଣ୍ଣ ବିଶାଳ ନେତ୍ରଧାରୀ ଶିବ ଆପଣା ଅଙ୍ଗରେ ବିଭୂତି ବୋଳି ହୋଇଥିଲେ। ତାଙ୍କର ଥିଲା 10 ଭୁଜ, କଣ୍ଠରେ ନୀଳବର୍ଣ୍ଣର ଚିହ୍ନ। ତାଙ୍କର ଶ୍ରୀଅଙ୍ଗ ସମସ୍ତ ଆଭୂଷଣରେ ଭୂଷିତ ହୋଇଥିଲା। ଭାଲ ପଟରେ ଭସ୍ମର ତ୍ରିପୁଣ୍ଡ ଶୋଭା ପାଉଥିଲା। ଏଭଳି ରୂପରେ ମହାଦେବଙ୍କୁ ଭଗବତୀ ଉମାଙ୍କ ସହ ଦେଖି ମୁଁ ଏବଂ ଭଗବାନ ବିଷ୍ଣୁ ପୁନଃ ପ୍ରିୟ ବାକ୍ୟରେ ତାଙ୍କୁ ସ୍ତୁତି କଲୁ। ପାପହାରୀ କରୁଣାକର ଭଗବାନ ଶିବ ପ୍ରସନ୍ନ ଚିତ୍ତରେ ଶ୍ରୀ ବିଷ୍ଣୁଙ୍କ ଶ୍ୱାସ ଦ୍ୱାରା ବେଦ ଉପଦେଶ ଦେଲେ। ମୁଁ ତାପରେ ଶ୍ରୀହରିଙ୍କୁ ଗୁହ୍ୟ ଜ୍ଞାନ ପ୍ରଦାନ କଲି। ପୁଣି ମୋ ଉପରେ କୃପା କରି ମୋତେ ମଧ୍ୟ ସେହି ଜ୍ଞାନ ପ୍ରଦାନ କଲେ। ବେଦ ଜ୍ଞାନ ଲାଭରେ କୃତାର୍ଥ ହୋଇ ମୋ ସହିତ ଭଗବାନ ବିଷ୍ଣୁ ମଧ୍ୟ କର ଯୋଡ଼ି ମହେଶ୍ୱରଙ୍କୁ ନମସ୍କାର କରି ପୁନଃ ତାଙ୍କଠାରୁ ପୂଜନ ବିଧି ଓ ସଦୁପଦେଶ ପ୍ରାପ୍ତ କରିବାକୁ ପ୍ରାର୍ଥନା କଲେ। ବ୍ରହ୍ମା କହୁଛନ୍ତି, ମୁନେ ଶ୍ରୀ ହରିଙ୍କର ପ୍ରାର୍ଥନା ଶୁଣି କୃପା ନିଧାନ ଭଗବାନ ଶିବ ପ୍ରୀତିପୂର୍ବକ ନିମ୍ନ ପ୍ରକାରରେ କହିଲେ। ଶ୍ରୀ ଶିବ କହିଲେ, ହେ ଶ୍ରେଷ୍ଠ ଦେବଗଣ, ମୁଁ ତୁମ ଦୁହିଁଙ୍କ ଭକ୍ତିର ଅତ୍ୟନ୍ତ ପ୍ରସନ୍ନ। ତୁମେମାନେ ମୋ ଆଡ଼କୁ ଦେଖ। ଏବେ ତୁମମାନଙ୍କୁ ମୋର ଯେଉଁପରି ସ୍ୱରୂପ ଦୃଶ୍ୟ ହେଉଛି ତାକୁ ହିଁ ପ୍ରଯତ୍ନ ପୂର୍ବକ ପୂଜନ ଚିନ୍ତନ କରିବା ଉଚିତ। ତୁମେ ଦୁହେଁ ମହାବଳୀ ଏବଂ ମୋର ସ୍ୱରୂପଭୂତ ପ୍ରକୃତିରୁ ପ୍ରକଟ ହୋଇଛ। ମୋର ଡାହାଣ ଏବଂ ବାମ ଅଙ୍ଗରୁ ତୁମ ଦୁହିଁଙ୍କର ଆବିର୍ଭାବ ହେଉଛି। ଏ ଲୋକ ପିତାମହ ବ୍ରହ୍ମା ମୋର ଦକ୍ଷିଣ ପାର୍ଶ୍ୱରୁ ଏବଂ ତୁମେ ବିଷ୍ଣୁ ମୋର ବାମ ପାର୍ଶ୍ୱରୁ ଉତ୍ପନ୍ନ ହୋଇଛ। ମୁଁ ତୁମ ଦୁହିଁଙ୍କ ଉପରେ ଅତି ପ୍ରସନ୍ନ, ତେଣୁ ତୁମକୁ ମନୋବାଞ୍ଛିତ ବର ଦେଉଛି। ମୋ ଆଜ୍ଞାରେ ତୁମର ମୋ ପ୍ରତି ସୁଦୃଢ଼ ଭକ୍ତି ହେଉ। ବ୍ରହ୍ମନ୍, ତୁମେ ମୋ ଆଜ୍ଞା ପାଳନ କରିବା ସହିତ ଜଗତକୁ ସୃଷ୍ଟି କର। ବତ୍ସ ବିଷ୍ଣୁ, ତୁମେ ଏ ଚରାଚର ଜଗତର ପାଳନ କର। ଆମକୁ ଏପରି କହି ଭଗବାନ ଶଙ୍କର ଆମକୁ ପୂଜାର ଉତ୍ତମ ବିଧି ପ୍ରଦାନ କଲେ। ଯେଉଁ ବିଧିରେ ପୂଜିତ ହୋଇ ସେ ପୂଜକକୁ ଅନେକ ପ୍ରକାର ଫଳ ପ୍ରଦାନ କରନ୍ତି। ଶମ୍ଭୁଙ୍କର ଉପରୋକ୍ତ କଥା ଶୁଣି ମୁଁ ଓ ବିଷ୍ଣୁ କରଯୋଡ଼ି ପ୍ରଣାମ କରି କହିଲୁ। ଭଗବାନ ବିଷ୍ଣୁ କହିଲେ, ପ୍ରଭୁ, ଯଦି ଆମ ଉପରେ ଆପଣଙ୍କ ହୃଦୟରେ ପ୍ରୀତି ଉତ୍ପନ୍ନ ହୋଇଛି ଆଉ ଯଦି ଆମକୁ ବର ଦେବାକୁ ଆବଶ୍ୟକ ମଣୁଛନ୍ତି, ତେବେ ଏହି ବର ଦିଅନ୍ତୁ ଯେ ଆମ ଦୁହିଁଙ୍କର ଆପଣଙ୍କ ପ୍ରତି ସଦା ଅବିଚଳ ଅନନ୍ୟ ଭକ୍ତି ରହୁ। ବ୍ରହ୍ମା କହିଲେ, ମୁନେ ଶ୍ରୀ ହରିଙ୍କ କଥା ଶୁଣି ହର ପୁନଃ ସେଠାରେ ନତମସ୍ତକ ହୋଇ କର ଯୋଡ଼ି ଦଣ୍ଡାୟମାନ ହୋଇଥିବା ନାରାୟଣଙ୍କୁ କହିଲେ। ଶ୍ରୀ ମହେଶ୍ୱର କହିଲେ, ମୁଁ ସୃଷ୍ଟି, ପାଳନ ଓ ସଂହାରର କର୍ତ୍ତା, ସଗୁଣ ନିର୍ଗୁଣ ତଥା ସଚିଦାନନ୍ଦ ସ୍ୱରୂପ ନିର୍ବିକାର ପରବ୍ରହ୍ମ ପରମାତ୍ମା। ବିଷ୍ଣୁ ସୃଷ୍ଟି, ରକ୍ଷା, ପ୍ରଳୟ ରୂପୀ ଗୁଣ ଅଥବା କାର୍ଯ୍ୟ ଭେଦରେ ମୁଁ ହିଁ ବ୍ରହ୍ମା, ବିଷ୍ଣୁ, ରୁଦ୍ର ନାମ ଧାରଣ କରି 3 ସ୍ୱରୂପରେ ବିଭକ୍ତ ହୋଇଛି। ହରେ, ବାସ୍ତବରେ ମୁଁ ସଦା ନିଷ୍କଳ। ତୁମେ ଓ ବ୍ରହ୍ମା ମୋର ଅବତାର ନିମିତ୍ତ ଯେଉଁ ସ୍ତୁତି ପୂର୍ବକ ପ୍ରାର୍ଥନା କଲ ତାକୁ ନିଶ୍ଚୟ ସତ୍ୟରେ ପରିଣତ କରିବି, କାରଣ ମୁଁ ଭକ୍ତ ବତ୍ସଳ। ବ୍ରହ୍ମନ୍, ମୋର ଠିକ୍ ଏହିପରି ପରମ ଉତ୍କୃଷ୍ଟ ରୂପ ତୁମ ଶରୀରରୁ ଏ ଲୋକରେ ପ୍ରକଟ ହେବ, ଯାହାର ନାମ ହେବ ରୁଦ୍ର। ମୋର ଅଂଶରୁ ଉତ୍ପନ୍ନ ରୁଦ୍ରଙ୍କର ସାମର୍ଥ୍ୟ ମୋ ଠାରୁ କିଛି ହେବ ନାହିଁ। ମୁଁ ଯାହା ସେହି ରୁଦ୍ର ମଧ୍ୟ ତାହା। ଆମ ଦୁହିଁଙ୍କର ପୂଜାରେ ବିଧି ବିଧାନରେ ମଧ୍ୟ କିଛି ଅନ୍ତର ରହିବ ନାହିଁ। କୌଣସି ଜ୍ୟୋତିର ଜଳାଦି ସହିତ ସମ୍ପର୍କ ହେଲେ ମଧ୍ୟ ସେପରି ତାକୁ ସ୍ପର୍ଶ ଦୋଷ ଲାଗେ ନାହିଁ। ସେପରି ମାଦୃଶ ନିର୍ଗୁଣ ପରମାତ୍ମାକୁ କାହାରି ସଂଯୋଗରୁ ବନ୍ଧନ ପ୍ରାପ୍ତ ହୁଏ ନାହିଁ। ଏହା ମୋର ଶିବ ରୂପ। ଯେବେ ରୁଦ୍ର ପ୍ରକଟ ହେବେ ସେ ମଧ୍ୟ ଶିବଙ୍କ ତୁଲ୍ୟ ହେବେ। ମହାମୁନି, ରୁଦ୍ର ଏବଂ ଶିବଙ୍କ ମଧ୍ୟରେ ଭେଦ ବୁଦ୍ଧି କରିବା ଅନୁଚିତ। ବସ୍ତୁତଃ ସେହି ଗୋଟିଏ ରୂପ ହିଁ ଜଗତର ବ୍ୟବହାର ନିର୍ବାହ ନିମିତ୍ତ 2 ରୂପରେ ବିଭକ୍ତ ହୋଇଛି। ମୋ ବିଚାରରେ ସମଗ୍ର ଦୃଶ୍ୟ ମାତ୍ର ଶିବ ରୂପ ଅଟେ। ମୁଁ, ତୁମେ, ବ୍ରହ୍ମା ତଥା ପ୍ରକଟ ହେବାକୁ ଯାଉଥିବା ଏ ରୁଦ୍ର ସମସ୍ତେ ଏକ ଅଟନ୍ତି।
ଏମାନଙ୍କ ମଧ୍ୟରେ ଭେଦ ନାହିଁ। ଭେଦ ମାନିଲେ ନିଶ୍ଚୟ ବନ୍ଧନ ହେବ। ତଥାପି ମୋର ଶିବ ରୂପ ହିଁ ସନାତନ। ଏହାକୁ ସର୍ବଦା ସବୁ ରୂପର ମୂଳ କୁହାଯାଏ। ଏହା ସତ୍ୟ, ଜ୍ଞାନ ଏବଂ ଅନନ୍ତ ବ୍ରହ୍ମ। ଏହା ଜାଣି ସର୍ବଦା ମନରେ ମୋର ଯଥାର୍ଥ ସ୍ୱରୂପକୁ ଦର୍ଶନ କରିବା ଉଚିତ। ବ୍ରହ୍ମନ୍, ଶୁଣ, ମୁଁ ତୁମକୁ ଗୋଟିଏ ଗୋପନୀୟ କଥା କହୁଛି। ମୁଁ ସ୍ୱୟଂ ବ୍ରହ୍ମାଙ୍କ ଭ୍ରୁକୁଟିରୁ ପ୍ରକଟ ହେବି। ଗୁଣାନୁସାରେ ମଧ୍ୟ ମୋର ପ୍ରାକଟ୍ୟ ହୁଏ ବୋଲି କୁହାଯାଏ। ଯଥା ଲୋକ କହିଥାନ୍ତି ଯେ ହର ହେଉଛନ୍ତି ତାମସ ପ୍ରକୃତିର। ବାସ୍ତବରେ ସେହି ରୂପରେ ଅହଙ୍କାରର ବର୍ଣ୍ଣନା ହୋଇଛି। ସେହି ଅହଙ୍କାରକୁ କେବଳ ତାମସ ନୁହେଁ, ବରଂ ବୈକାରିକ ବା ସାତ୍ତ୍ୱିକ ବୋଲି ବୁଝିବା ଉଚିତ। କାରଣ ସାତ୍ତ୍ୱିକ ଦେବଗଣ ବୈକାରିକ ଅହଙ୍କାରରୁ ସୃଷ୍ଟ। ଏହି ତାମସ ସାତ୍ତ୍ୱିକ ଆଦି ଭେଦ କେବଳ ନାମକୁ ମାତ୍ର, ଏହାର ବାସ୍ତବିକ ସତ୍ତା ନାହିଁ। ବାସ୍ତବରେ ହରଙ୍କୁ ତାମସ କୁହାଯାଇ ପାରିବ ନାହିଁ। ବ୍ରହ୍ମନ୍, ଏହି କାରଣରୁ ତୁମେ ଗୋଟିଏ କାମ କର। ତୁମେ ଏହି ସୃଷ୍ଟିର ନିର୍ମାତା ହୁଅ, ବିଷ୍ଣୁ ଏହାର ପାଳନକାରୀ ହୁଅନ୍ତୁ ଏବଂ ମୋ ଅଂଶରୁ ଯେଉଁ ରୁଦ୍ର ପ୍ରକଟ ହେବେ ସେ ଏହାର ପ୍ରଳୟକର୍ତ୍ତା ହେବେ। ଉମା ନାମରେ ବିଖ୍ୟାତ ସ୍ୱୟଂ ପରମେଶ୍ୱରୀ ପ୍ରକୃତି ଦେବୀଙ୍କର ଶକ୍ତିଭୂତା ବାଗ୍ଦେବୀ ବ୍ରହ୍ମାଙ୍କର ସେବା କରିବେ। ପୁଣି ପ୍ରକୃତି ଦେବୀଙ୍କ ଠାରୁ ଯେଉଁ ଦ୍ୱିତୀୟ ଶକ୍ତି ପ୍ରକଟ ହେବେ ସେ ଲକ୍ଷ୍ମୀ ରୂପରେ ଭଗବାନ ବିଷ୍ଣୁଙ୍କର ଆଶ୍ରୟ ନେବେ। ତାପରେ କାଳୀ ନାମରେ ଯେଉଁ ତୃତୀୟ ଶକ୍ତି ପ୍ରକଟ ହେବେ ସେ ନିଶ୍ଚୟ ମୋର ଅଂଶଭୂତ ରୁଦ୍ରଦେବଙ୍କୁ ପ୍ରାପ୍ତ ହେବେ। ସେ କାର୍ଯ୍ୟ ସିଦ୍ଧି ନିମନ୍ତେ ସେଠାରେ ଜ୍ୟୋତି ରୂପରେ ପ୍ରକଟ ହେବେ। ଏହି ରୂପେ ମୁଁ ଦେବୀଙ୍କ ଶୁଭ ସ୍ୱରୂପ ପରାଶକ୍ତି ମାନଙ୍କର ପରିଚୟ ଦେଲି। ସେମାନଙ୍କର କାର୍ଯ୍ୟ ହେଲା ଯଥାକ୍ରମେ ସୃଷ୍ଟି, ପାଳନ ଏବଂ ସଂହାରର ସମ୍ପାଦନ। ସୁରଶ୍ରେଷ୍ଠ, ଏ ସମସ୍ତେ ମୋର ପ୍ରିୟା ପ୍ରକୃତି ଦେବୀଙ୍କ ଅଂଶଭୂତା। ହରେ, ତୁମେ ଲକ୍ଷ୍ମୀଙ୍କ ସାହାଯ୍ୟ ନେଇ କାର୍ଯ୍ୟ କର। ବ୍ରହ୍ମନ୍, ତୁମେ ପ୍ରକୃତିର ଅଂଶଭୂତା ବାଗ୍ଦେବୀଙ୍କୁ ନେଇ ମୋ ଆଜ୍ଞା ଅନୁସାରେ ମନୋଯୋଗ ପୂର୍ବକ ସୃଷ୍ଟି କାର୍ଯ୍ୟରେ ସଞ୍ଚାଳନ କରିବା ଉଚିତ। ଏବଂ ମୁଁ ମୋର ପ୍ରିୟାର ଅଂଶଭୂତା ପରାତ୍ପର କାଳୀଙ୍କ ଆଶ୍ରୟ ନେଇ ରୁଦ୍ର ରୂପରେ ପ୍ରଳୟ ସମ୍ବନ୍ଧୀୟ ଉତ୍ତମ କାର୍ଯ୍ୟ କରିବି। ନାନା ଆଶ୍ରମ କାର୍ଯ୍ୟଭେଦରେ ବିଭକ୍ତ ଏବଂ ନାନା ବର୍ଣ୍ଣରେ ପରିପୂର୍ଣ୍ଣ ଏହି ଜଗତର ସୃଜନ, ପାଳନ ଇତ୍ୟାଦି କରି ତୁମେ ସମସ୍ତେ ସୁଖ ଲାଭ କରିବ। ପରେ ତୁମେ ଜ୍ଞାନ ଓ ବିଜ୍ଞାନରେ ସମ୍ପନ୍ନ ତଥା ସମଗ୍ର ଜଗତର ହିତୈଷୀ ହେବ। ତେଣୁ ମୋ ଆଜ୍ଞାରେ ଜଗତରେ ସମସ୍ତଙ୍କର ମୁକ୍ତିଦାତା ହୁଅ। ମୋର ଦର୍ଶନ ପାଇବା ଦ୍ୱାରା ଯେଉଁ ଫଳ ମିଳେ ତାହା ତୁମ ଦର୍ଶନରୁ ମଧ୍ୟ ମିଳିବ। ମୋର ଏକଥା ସତ୍ୟ, ଏଥିରେ ସଂଶୟର ଆବଶ୍ୟକ ନାହିଁ। ସଂଶୟର ଅବକାଶ ନାହିଁ। ମୋ ହୃଦୟରେ ବିଷ୍ଣୁ ଏବଂ ବିଷ୍ଣୁଙ୍କ ହୃଦୟରେ ମୁଁ, ଯେ ଆମେ ଦୁହିଁଙ୍କ ମଧ୍ୟରେ ଅନ୍ତର ଦେଖେ ନାହିଁ, ସେ ମୋର ମନ ଅର୍ଥାତ୍ ବିଶେଷ ପ୍ରିୟ। ଶ୍ରୀ ହରି ମୋର ବାମ ଅଙ୍ଗରୁ ଏବଂ ବ୍ରହ୍ମା ଡାହାଣ ଅଙ୍ଗରୁ ପ୍ରକଟ ହେଲେ ଏବଂ ମହାପ୍ରଳୟକାରୀ ବିଶ୍ୱାତ୍ମା ରୁଦ୍ର ମୋ ହୃଦୟରୁ ପ୍ରକଟ ହେବେ। ବିଷ୍ଣୁ, ମୁଁ ହିଁ ସୃଷ୍ଟି, ପାଳନ ଏବଂ ସଂହାର କରୁଥିବା ତ୍ରିବିଧ ଗୁଣ ଦ୍ୱାରା ବ୍ରହ୍ମା, ବିଷ୍ଣୁ ଏବଂ ରୁଦ୍ର ନାମରେ ପ୍ରସିଦ୍ଧ ହୋଇ ପୃଥକ୍ ପୃଥକ୍ ତ୍ରିବିଧ ରୂପ ଧାରଣ କରିଥାଏ। ସାକ୍ଷାତ ଶିବ ଏ ଗୁଣମାନଙ୍କର ଊର୍ଦ୍ଧ୍ୱରେ। ସେ ପ୍ରକୃତି ଏବଂ ପୁରୁଷଙ୍କ ଠାରୁ ମଧ୍ୟ ଊର୍ଦ୍ଧ୍ୱରେ, ଅର୍ଥାତ୍ ସେ ଅଦ୍ୱିତୀୟ, ନିତ୍ୟ, ଅନନ୍ତ, ପୂର୍ଣ୍ଣ, ନିରଞ୍ଜନ, ପରମ ବ୍ରହ୍ମ ପରମାତ୍ମା ଅଟନ୍ତି। ତ୍ରିଲୋକର ପାଳନକର୍ତ୍ତା ଶ୍ରୀ ହରି ଭିତରେ ତମୋଗୁଣ ବାହାରେ ସତ୍ୱଗୁଣ ଧାରଣ କରନ୍ତି। ତ୍ରିଲୋକର ସଂହାରକର୍ତ୍ତା ରୁଦ୍ରଦେବ ଭିତରେ ସତ୍ୱଗୁଣ ଓ ବାହାରେ ତମୋଗୁଣ ଧାରଣ କରନ୍ତି। ତଥା ତ୍ରିଭୁବନର ସୃଷ୍ଟିକର୍ତ୍ତା ବ୍ରହ୍ମା ବାହାରେ ଏବଂ ଭିତରେ ରଜୋଗୁଣ ଧାରୀ। ଏହି ରୂପେ ବ୍ରହ୍ମା, ବିଷ୍ଣୁ ଓ ରୁଦ୍ର ଏ ତିନିଙ୍କ ଠାରେ ଗୁଣ ରହିଛି, କିନ୍ତୁ ଶିବ ଗୁଣାତୀତ ଧାରା ଯାଆନ୍ତି। ବିଷ୍ଣୁ, ତୁମେ ମୋ ଆଜ୍ଞାରେ ସୃଷ୍ଟିକର୍ତ୍ତା ପିତାମହଙ୍କୁ ପ୍ରସନ୍ନତା ପୂର୍ବକ ପାଳନ କର। ଏପରି କଲେ ତୁମେ ତ୍ରିଲୋକ୍ୟରେ ପୂଜନୀୟ ରହିବ। ଇଏ ଆମର ରହିଲା ଅଧ୍ୟାୟ 9। ଅଧ୍ୟାୟ 9ଟି ଶେଷ ହେଲା। ଅଧ୍ୟାୟ 10 ଚାଲନ୍ତୁ ପାଠ କରିବା। ଅଧ୍ୟାୟ 10ରେ ରହିଛି, ତେବେ ଆସନ୍ତାକାଲି ଦେଖା ହବା